श्रीमद्भगवद्गीता तृतीय अध्याय कर्मयोग श्लोक संख्या 16। एवं प्रवर्तितं चक्रं नानुवर्तयति अजः अगायुरिन्द्रियारामो मोघं पार्थ स जीवति। अतः हे मोर प्रिय अर्जुन, ଯେଉଁ ଲୋକ ବେଦ ନିର୍ଦ୍ଦିଷ୍ଟ ଯଜ୍ଞ କର୍ମ ନ କରେ ସେ ବାସ୍ତବରେ ଏକ ପାପପୂର୍ଣ୍ଣ ଜୀବନଯାପନ କରେ। କାରଣ ଯେଉଁ ବ୍ୟକ୍ତି କେବଳ ଇନ୍ଦ୍ରିୟ ସୁଖରେ ଆନନ୍ଦ ଲାଭ କରେ ସେ ବୃଥା ଜୀବନ ଧାରଣ କରେ। ଭାବାର୍ଥ, ଖୁବ୍ କଠିନ ପରିଶ୍ରମ କର ଏବଂ ଇନ୍ଦ୍ରିୟ ସୁଖ ଭୋଗ କର, ଏହା ହେଉଛି ଧନଲାଭ ଆଳସ୍ୟପୂର୍ଣ୍ଣ ଦର୍ଶନ। ଏ ଦର୍ଶନକୁ ଭଗବାନ ଏଠାରେ ନିନ୍ଦା କରୁଛନ୍ତି। ତେଣୁ ଯେଉଁମାନେ ଭୌତିକ ଜଗତକୁ ଭୋଗ କରିବାକୁ ଇଚ୍ଛା କରନ୍ତି ସେମାନେ ଉପର ବର୍ଣ୍ଣିତ ଚକ୍ରକ୍ରମରେ ଥିବା ଯଜ୍ଞ କର୍ମ କରିବା ଏକାନ୍ତ ଆବଶ୍ୟକ। ଯେ ଏ ପ୍ରକାର ନୀତି ନିୟମ ପାଳନ ନ କରେ ସେ ଏକ ବିପଦପୂର୍ଣ୍ଣ ଜୀବନଯାପନ କରୁଛି ବୋଲି ବୁଝିବାକୁ ହେବ। ଏତଦ୍ୱାରା ସେ ଅଧିକରୁ ଅଧିକ ପାପପୂର୍ଣ୍ଣ ଜୀବନଯାପନ କରେ। ପ୍ରକୃତିର ନିୟମ ଅନୁଯାୟୀ ଏ ମାନବ ଜୀବନ ବିଶେଷ କରି ଆତ୍ମାନୁଭୂତି ଲାଭ ନିମିତ୍ତ ଉଦ୍ଦିଷ୍ଟ। କର୍ମଯୋଗ ହେଉ ବା ଜ୍ଞାନ ଯୋଗ ହେଉ, ଯେକୌଣସି ଏକ ଯୋଗ ମାର୍ଗରେ ବ୍ୟକ୍ତି ଆତ୍ମାନୁଭୂତି ଲାଭ ଦିଗରେ ଯତ୍ନ କରିବା ଉଚିତ। ଯେଉଁ ଯୋଗୀଗଣ ପାପପୁଣ୍ୟର ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ ସେମାନଙ୍କର ନିର୍ମିତ ଉପରି ବର୍ଣ୍ଣିତ ନିର୍ଦ୍ଦିଷ୍ଟ ଯଜ୍ଞ କର୍ମ କରିବା ବିଶେଷ ଆବଶ୍ୟକତା ନାହିଁ। କିନ୍ତୁ ଯେଉଁମାନେ ଇନ୍ଦ୍ରିୟ ତୃପ୍ତି କର୍ମରେ ବରାବର ବ୍ୟସ୍ତ ସେମାନଙ୍କ ନିମିତ୍ତ ଉପରି ବର୍ଣ୍ଣିତ ଚକ୍ର କର୍ମରେ ଦିଆଯାଇଥିବା ଯଜ୍ଞ କର୍ମ ଅନୁଷ୍ଠାନ କରିବା ଏକାନ୍ତ ଆବଶ୍ୟକ। କାରଣ ତଦ୍ୱାରା ସେମାନେ ବିଶୁଦ୍ଧ ହେବେ। ବିଭିନ୍ନ ପ୍ରକାର କର୍ମ ଅଛି। ଯେଉଁମାନେ କୃଷ୍ଣ ଚେତନଶୀଳ ନୁହନ୍ତି ସେମାନେ ନିଶ୍ଚୟ ଇନ୍ଦ୍ରିୟ ତୃପ୍ତି କର୍ମରେ ନିଯୁକ୍ତ ହେବେ। ତେଣୁ ସେମାନେ ପୁଣ୍ୟ କର୍ମ କରିବା ଉଚିତ। ଏ ଯଜ୍ଞ କର୍ମ ବିଧାନ ଏପରି ଭାବରେ ନିର୍ଦ୍ଦିଷ୍ଟ ହୋଇଛି ଯେ ଇନ୍ଦ୍ରିୟ ସୁଖ ଭୋଗରେ ମାତିଥିବା ବ୍ୟକ୍ତିଗଣ ଏବଂ ଏ ଯଜ୍ଞାନୁଷ୍ଠାନ କଲେ ସେମାନଙ୍କର କାମନା ଚରିତାର୍ଥ କରିପାରିବେ ଏବଂ ତତ୍ସଙ୍ଗେ ସଙ୍ଗେ ସେମାନେ କର୍ମର ପ୍ରତିକ୍ରିୟାରୁ ମଧ୍ୟ ମୁକ୍ତ ହୋଇପାରିବେ। ଏ ଜଗତର ସମୃଦ୍ଧି ଆମ୍ଭମାନଙ୍କର ନିଜ ପ୍ରଚେଷ୍ଟା ଉପରେ ନିର୍ଭର କରେ ନାହିଁ। ଏହା ପରମେଶ୍ୱରଙ୍କର ଯେଉଁ ପରୋକ୍ଷ ବିଧାନ ରହିଛି ଯାହାକି ପ୍ରତ୍ୟକ୍ଷ ଭାବରେ ଦେବତାମାନଙ୍କ ଦ୍ୱାରା ପରିଚାଳିତ ହେଉଛି ତାହା ଉପରେ ନିର୍ଭର କରେ। ତେଣୁ ଏ ଯଜ୍ଞ ଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ବେଦ ବର୍ଣ୍ଣିତ ନିର୍ଦ୍ଦିଷ୍ଟ ଦେବତାଙ୍କର ନିମିତ୍ତ ଉଦ୍ଦିଷ୍ଟ। ପରୋକ୍ଷ ଭାବରେ ଏହା ବ୍ୟକ୍ତିକୁ କୃଷ୍ଣ ଚେତନା ଅଭ୍ୟାସ କରିବାରେ ସାହାଯ୍ୟ କରେ। କାରଣ ବ୍ୟକ୍ତି ଏ ଯଜ୍ଞାନୁଷ୍ଠାନ ଦକ୍ଷ ହୋଇଗଲେ ନିଶ୍ଚୟ କୃଷ୍ଣ ଚେତନାଶୀଳ ହୋଇଯିବ। ଯଦି ଏ ଯଜ୍ଞାନୁଷ୍ଠାନ କରି ବ୍ୟକ୍ତି କୃଷ୍ଣ ଚେତନାଶୀଳ ନ ହୁଏ ତାହେଲେ ଏ ଯଜ୍ଞ ବିଧି କେବଳ ନୈତିକ କର୍ମ ରୂପେ ପରିଗଣିତ ହୁଏ। ତେଣୁ ବ୍ୟକ୍ତି ଏ ଯଜ୍ଞ ଅନୁଷ୍ଠାନ କରି କେବଳ ନୈତିକ ସ୍ତରରେ ସୀମିତ ହୋଇ ରହିବା ଉଚିତ ନୁହେଁ। ବ୍ୟକ୍ତି ତଦର୍ଥକୁ ଯାଇ କୃଷ୍ଣ ଚେତନଶୀଳ ହେବା ଉଚିତ। ହରି ଓମ୍ ତତ୍ସତ୍।